ସମସ୍ତଙ୍କୁ ନମସ୍କାର। ମୁଁ ସୁର୍ମି ସରେନ, ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜୀକରଣ ଅଧିକାରୀ, ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଆଜି ଆପଣମାନଙ୍କୁ ଏସ୍ଆଇଆର୍ ସମ୍ବନ୍ଧୀୟ ଜରୁରୀ ସୂଚନା ପ୍ରଦାନ କରୁଅଛି। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ 30 ମେ 2026 ଠାରୁ ରାଜ୍ୟବ୍ୟାପୀ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୂଆପଡ଼ା ଜିଲ୍ଲାର 71 ନୂଆପଡ଼ା ଆସେମ୍ବଲି କନଷ୍ଟିଟ୍ୟୁଏନ୍ସିରେ ମଧ୍ୟ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଏହି ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ SIR ର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ, ଏରର ଫ୍ରି ଏବଂ ଅପଡେଟ୍ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରି ସଂଶୋଧନ କରିବା। 30 ମେ ଠାରୁ 28 ଜୁନ 2026 ପର୍ଯ୍ୟନ୍ତ ସମସ୍ତ BLO ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ କରିବା ସହିତ ତଥ୍ୟ ସଂଗ୍ରହ କରିବେ। BLO ମାନେ ପ୍ରତ୍ୟେକ ଭୋଟର ପାଖକୁ ଯାଇ ଏନୁମରେସନ ଫର୍ମ ଡିଷ୍ଟ୍ରିବ୍ୟୁଟ କରିବେ ଏବଂ ସଠିକ ତଥ୍ୟ ଫିଲ୍ଅପ୍ କରିକି ଏନୁମରେସନ ଫର୍ମ ସଂଗ୍ରହ କରିବେ। ଏହାପରେ 5 ଜୁଲାଇ 2026 ରେ ଭୋଟର ତାଲିକାର ଡ୍ରାଫ୍ଟ ପବ୍ଲିକେସନ ପ୍ରକାଶ କରାଯିବ। 5 ଜୁଲାଇ ଠାରୁ 4 ଅଗଷ୍ଟ 2026 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। 5 ଜୁଲାଇ ଠାରୁ 2 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଦାବି ଆପତ୍ତି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ 6 ସେପ୍ଟେମ୍ବର 2026 ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ମୁଁ 71 ନୂଆପଡ଼ା ଆସେମ୍ବଲି କନଷ୍ଟିଟ୍ୟୁଏନ୍ସିର ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ BLO ମାନେ ଆପଣଙ୍କ ଘରକୁ ଯିବା ବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ ଏବଂ ସଠିକ ତଥ୍ୟ ପ୍ରଦାନ କରନ୍ତୁ। ଏହା ଏକ ଜନସହଭାଗିତା ଭିତ୍ତିକ କାର୍ଯ୍ୟକ୍ରମ ଏବଂ ସମସ୍ତ ସହଯୋଗରେ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି କରିବା ସମ୍ଭବ ହୋଇପାରିବ। ଭୋଟର ତାଲିକା ସମ୍ପର୍କିତ ସହାୟତା ପାଇଁ ଭୋଟର୍ସ ମାନେ 1950 ଟୋଲ ଫ୍ରି ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ଭୋଟର ହେଲ୍ପଲାଇନ୍ ଆପ୍ ମାଧ୍ୟମରେ ମଧ୍ୟ ବିଭିନ୍ନ ସେବା ପାଇପାରିବେ। ଏକ ସଠିକ ଭୋଟର ତାଲିକା ହେଉଛି ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର। ତେଣୁ ଆପଣଙ୍କ ସକ୍ରିୟ ସହଯୋଗ ଓ ସଚେତନତା ହିଁ କାର୍ଯ୍ୟକ୍ରମର ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକ। ଆସନ୍ତୁ ଆମେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ନାଗରିକ ସହଯୋଗ ପୂର୍ବକ ଶପଥ ନେବା। କୌଣସି ଯୋଗ୍ୟ ଭୋଟର ବାଦ କରିବା ନାହିଁ ଏବଂ କୌଣସି ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ନାହିଁ। ଆସନ୍ତୁ ଆମେ ସମସ୍ତେ ମିଶି ଏକ ନିର୍ଭୁଲ, ସ୍ୱଚ୍ଛ ଏବଂ ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବା। ଧନ୍ୟବାଦ, ନମସ୍କାର।